ଯେ ଆତ୍ମାକୁ ଆତ୍ମାରେ ସ୍ମରେ ପରମାନନ୍ଦେ ସେବି ହରେ। ଏ ହେଉଛନ୍ତି ଭାଗବତଙ୍କର ସାରମର୍ମ, ସାର ତତ୍ଵ, ଗୂଢ଼ ତତ୍ଵ। ହେ ଭଗବତ ସ୍ୱରୂପ ଦିବ୍ୟ ଆତ୍ମନ୍ ସପ୍ରେମ ଜୟଜୀବ। ଆସନ୍ତୁ ଜାଣିବା ଏହି ଭାଗବତଙ୍କର ଯେଉଁ ମହତ ବାଣୀ, ଗୂଢ଼ ତତ୍ଵ ବା ରହସ୍ୟ। କୁହାଯାଇଛି ଯେ କି ଯେ ଆତ୍ମାକୁ ଆତ୍ମାରେ ସ୍ମରେ ପରମାନନ୍ଦେ ସେ ବିହରେ। ତେଣୁ ଏହି ପଦରେ ସେହି ଆତ୍ମ ଉପାସନାର କଥା କୁହାଯାଇଛି, ସେହି ନିଜାନନ୍ଦର କଥା କୁହାଯାଇଛି। କିଭଳି ଜଣେ ନିଜକୁ ଉପାସନା କରିପାରିବ, କିଭଳି ଭାବରେ ଜଣେ ଯୋଗ ସାଧନ କରି ସେହି ଆତ୍ମା ଉପାସନାର ସିଦ୍ଧିରେ ସେ ନିଜ ଭିତରେ ଲୁକାୟିତ ଥିବା ସେହି ପରମାନନ୍ଦ ସଚ୍ଚିଦାନନ୍ଦର ଠିକଣା ପାଇପାରିବ, ତାହାରି କଥା ଏହି ପଦରେ କୁହାଯାଇଛି। ତେଣୁ କେବଳ ଭାଗବତ ନୁହନ୍ତି, ଗୀତା ଏବଂ ବେଦରେ ମଧ୍ୟ ଏହାର ପ୍ରମାଣ ମିଳେ। ତେଣୁ ଏହି ପଦଟି ଆପଣଙ୍କର ଜୀବାଦ୍ୱୈତବାଦର ପ୍ରମାଣ କରେ। ଏହି ଜୀବ ହିଁ ଈଶ୍ୱର, ଏହି ଜୀବ ହିଁ ବ୍ରହ୍ମ, ଏହି ଜୀବ ହିଁ ଭଗବାନ ବୋଲି ଏହି ବାକ୍ୟରେ ପ୍ରମାଣିତ ହୋଇଛନ୍ତି। ତେଣୁ ଭାଗବତଙ୍କର କଥା ଅନୁସାରେ ଯେଉଁ ବ୍ୟକ୍ତି, ଯେଉଁ ସାଧକ, ଯେଉଁ ଉପାସକ ନିଜେ ନିଜର ସତ୍ ସ୍ୱରୂପକୁ ଉପାସନା କରନ୍ତି, ନିଜେ ନିଜକୁ ଧ୍ୟାନ କରନ୍ତି, ନିଜ ସ୍ୱରୂପକୁ ଧ୍ୟାନ କରନ୍ତି, ସେ ହିଁ କେବଳ ପରମାନନ୍ଦ ପ୍ରାପ୍ତ କରନ୍ତି। ଯେଉଁ ଆନନ୍ଦ ସୁଖ ଦୁଃଖରୁ ଉର୍ଦ୍ଧ୍ୱ, ଯେଉଁ ତତ୍ଵ ସାରା ସଂସାର ଠାରୁ ଭିନ୍ନ, ଯେଉଁ ତତ୍ଵ ସଚ୍ଚିଦାନନ୍ଦ, ସେହି ତତ୍ଵରେ ସେ ଉପନୀତ ହୁଅନ୍ତି। ତେଣୁ ଏହି ପଦମାନଙ୍କରେ ଉଦ୍ଦେଶ୍ୟ ହେଉଛି ଅଦ୍ୱୈତ ବେଦାନ୍ତ ସିଦ୍ଧାନ୍ତର ବାର୍ତ୍ତାକୁ ବହନ କରୁଛି। କାରଣ ଏହି ପଦରେ ଯେଉଁ କଥା କୁହାଯାଇଛି ଯେ କି ଜଣେ ସାଧକ ନିଜକୁ ନିଜେ ଉପାସନା କରିବ, ଏହାର ପ୍ରମାଣ ମଧ୍ୟ ବେଦରେ କୁହାଯାଇଛି। ଅଥର୍ବବେଦରେ ବୃହଦାରଣ୍ୟକ ଉପନିଷଦର 15 ଅଧ୍ୟାୟ ବ୍ରାହ୍ମଣ 4 ମନ୍ତ୍ର 10ରେ କୁହାଯାଇଛି ଯେ ଅନ୍ୟମ୍ ଦେବାମୁପାସତେ ଅନ୍ୟୋ ଅସାବହ ଅନ୍ୟୋ ଅହମସ୍ମିତି ନ ସଦେବ ଯଥା ପଶୁ। ଅର୍ଥାତ୍ ଆତ୍ମାକୁ ଛାଡ଼ି ଯିଏ ଅନ୍ୟ କୌଣସି ଦେବତା ବା ଈଶ୍ୱରର ଉପାସନା କରେ ବା ତାହାକୁ ନିଜଠାରୁ ଅଲଗା ମନେକରି କହେ କି ସେ ଅନ୍ୟ ଓ ମୁଁ ଅନ୍ୟ, ସେ ସେହିପରି କିଛି ଜାଣିନଥିବା ପଶୁ। ଯେଉଁ ଉପାସନାର ଉପାସ୍ୟ ଓ ଉପାସକ ଦୁହେଁ ଏକା, ତାହା ହିଁ ଆତ୍ମାର ହିଁ ଉପାସନା, ଯାହାକୁ ଯୋଗୀ କରେ। ବେଦ କହେ କି ସେ ଉପାସ୍ୟ ଦେବ ବା ଈଶ୍ୱର ଅନ୍ୟ ଓ ମୁଁ ଉପାସକ ଅନ୍ୟ, ଏହା ଅଜ୍ଞାନ। ସେ ଲୋକ ପଶୁ ଭଳି ମୂର୍ଖ, ଯେ ଈଶ୍ୱରଙ୍କୁ ନିଜଠାରୁ ଅଲଗା ମନେକରେ। ନିଜର ଆତ୍ମା ହିଁ ଈଶ୍ୱର। ନିଜର ଶକ୍ତି ଓ ନିଜର ଈଶ୍ୱରତ୍ୱକୁ ଭୁଲି ମନୁଷ୍ୟ ନିଜକୁ ଦୁର୍ବଳ, ରୋଗୀ, ଭାଗ୍ୟହୀନ, ଦରିଦ୍ର ଓ ଚାକର ହୋଇ ଏଣେ ତେଣେ ଘୂରି ବୁଲୁଛି। ତେଣୁ ଭାଗବତଙ୍କର କଥନ ଅନୁସାରେ ଯେଉଁ ବ୍ୟକ୍ତି ଆନନ୍ଦ ପ୍ରାପ୍ତି କରିବା ଚାହାନ୍ତି, ଜୀବନରେ ସଫଳ ହେବା ପାଇଁ ଚାହାନ୍ତି, ସେମାନେ କୌଣସି କାଳ୍ପନିକ ଈଶ୍ୱର, ବାହାରର ଦେବୀ ଦେବତାକୁ ଉପାସନା କରିବା ଉଚିତ ନୁହେଁ। ନିଜର ସତ୍ ସ୍ୱରୂପକୁ, ନିଜର ଆତ୍ମସତ୍ତାକୁ
ଚିନ୍ତନ ସ୍ମରଣ ମନନ ନିଧିଧ୍ୟାସନ କରିବା ଉଚିତ। ଏହାର ଉପଯୁକ୍ତ ମାର୍ଗ ହେଉଛି ଅଷ୍ଟାଙ୍ଗ ଯୋଗ। ତେଣୁ ଯିଏ ନିଜର ସେହି ସତ୍ସତ୍ତାକୁ ଉପାସନା କରେ ନାହିଁ, ତାହାର ଧ୍ୟାନ କରେ ନାହିଁ, ସମ୍ମାନ କରେ ନାହିଁ, ତାହାର ଗତି କ'ଣ ହୁଏ ତାହା ବେଦ କହନ୍ତି। ଅସୂର୍ଯ୍ୟନାମେତ ଲୋକା ଅନ୍ଧେନ ତମସାବୃତାଃ ତାଂସ୍ତେ ପ୍ରତ୍ୟାଭିଗଚ୍ଛନ୍ତି ୟେ କେଚାତ୍ମନା ଜନାଃ। ଯେଉଁ ଲୋକ ଆତ୍ମଘାତୀ, ଯେ ନିଜକୁ ନୀଚ ମନେ କରେ, ନିଜକୁ ଛୋଟ ଦୁର୍ବଳ ହୀନ ମନେ କରେ, ନିଜକୁ ଛୋଟ ମନେ କରିବା ପରେ କୌଣସି ଉତ୍ସାହ ରହେ ନାହିଁ, ସାହସ ରହେ ନାହିଁ, ପୁରୁଷାର୍ଥ ଦବିଯାଏ, ମନୁଷ୍ୟ ଜୀବିତ ଥାଉ ଥାଉ ମୁର୍ଦ୍ଦାର ହୋଇଯାଏ। ତେଣୁ ଯେଉଁ ଲୋକ ଏହିଭଳି ଭାବରେ ଭାବ ରଖେ ସେ ଆତ୍ମଘାତୀ। ସେ ମନୁଷ୍ୟ ଶୀଘ୍ର ମରିଯାଏ ଓ ମରା ପରେ ଅନ୍ଧକାର ଅଜ୍ଞାନ ତମସାବୃତ ହୋଇ ଅସୂର୍ଯ୍ୟ ନାମ ଲୋକ ଅର୍ଥାତ୍ ନରକର ଦଶାକୁ ପ୍ରାପ୍ତ ହୁଏ। କାରଣ ଏହି ହୃଦୟରେ ଥିବା ଏହି ଆତ୍ମା ହିଁ ପ୍ରକୃତରେ ଈଶ୍ୱର। ଆପଣ ସ୍ୱୟଂ ନିଜେ ହିଁ ସେହି ବ୍ରହ୍ମ ସତ୍ତା, ସେହି ଈଶ୍ୱର ସତ୍ତା, ଯାହାକୁ ଯୋଗୀମାନେ ହୃଦୟରେ ଧାରଣ କରି ଈଶ୍ୱର ପ୍रणिधान ଦ୍ୱାରା ଯୋଗ ସାଧନ କରି ତାହାର ସେ ପରିଚୟ ପ୍ରାପ୍ତ କରିଥାନ୍ତି। ତେଣୁ ଆପଣଙ୍କର ଗୀତା କହନ୍ତି ଈଶ୍ୱର ସର୍ବଭୂତାନାଂ ହୃଦେଶ ଅର୍ଜୁନ ତିଷ୍ଠତି। ତେଣୁ ଈଶ୍ୱର ବାହାରେ କେଉଁଠି ନାହାନ୍ତି। ଆପଣ ନିଜର ସ୍ୱରୂପ, ନିଜର ସତ୍ସତ୍ତା ହିଁ ସେହି ବ୍ରହ୍ମ ଈଶ୍ୱର ବା ଭଗବାନ ଅଟନ୍ତି। ତେଣୁ ଭାଗବତଙ୍କର କଥନ ଅନୁସାରେ ଯେଉଁ ବ୍ୟକ୍ତି, ଯେଉଁ ସାଧକ ନିଜକୁ ସ୍ମରଣ କରେ, ନିଜକୁ ନିଧିଧ୍ୟାସନ କରେ, ସେହି ବ୍ୟକ୍ତି ହିଁ ପ୍ରକୃତରେ ଆନନ୍ଦ ଶାନ୍ତି ବା ମୁକ୍ତି ପ୍ରାପ୍ତ ହୋଇଥାଏ। କାରଣ ଏହି ଆତ୍ମାର ପ୍ରକୃତ ସ୍ୱରୂପ ହେଉଛି ଈଶ୍ୱର। ସେ ହେଉଛି ସଚ୍ଚିଦାନନ୍ଦ, ସେ ହେଉଛନ୍ତି ତ୍ରିକାଳଜ୍ଞ। ତେଣୁ ନିଜର ଶକ୍ତି ଓ ନିଜର ଈଶ୍ୱରତ୍ୱକୁ ଭୁଲି ମନୁଷ୍ୟ ନିଜକୁ ଦୁର୍ବଳ, ରୋଗୀ, ଭାଗ୍ୟହୀନ, ଦରିଦ୍ର ଓ ଚାକର ହୋଇ ଏଣେ ତେଣେ ଘୂରି ବୁଲୁଛି। ନିରାମୟ କହନ୍ତି ନିରୋଗ ଓ ପବିତ୍ରକୁ। ଆପଣଙ୍କର ହୃଦୟରେ ଅଙ୍ଗ ଅଙ୍ଗ ଓ ରୋମ ରୋମରେ ଯେଉଁ ଆତ୍ମା ବ୍ୟାପକ ଅଟନ୍ତି ସେ ନିରାମୟ, ରୋଗରହିତ, ନିର୍ବିକାର, ବିକାର ରହିତ, ଅଜର, ବୃଦ୍ଧାବସ୍ଥା ରହିତ, ଅମର, ଜ୍ଞାନବାନ ଓ ସର୍ବଶକ୍ତିମାନ ଅଟନ୍ତି। ତେଣୁ ଯେଉଁ ଶରୀରର ରୋମ ରୋମରେ ଏହି ଅଜର, ଅମର, ନିରାମୟ, ନିର୍ବିକାର, ସର୍ବଶକ୍ତିମାନ ଈଶ୍ୱର ବ୍ୟାପକ ଅଟନ୍ତି, ସେହି ଶରୀର ନିକଟକୁ ବୃଦ୍ଧାବସ୍ଥା, ରୋଗ, ଦରିଦ୍ରତା, ଭାଗ୍ୟହୀନତା, କୁରୂପତା, ମୃତ୍ୟୁ ପରି ବିକାର କିପରି ଆସିପାରିବ? ତେଣୁ ନିଜ ଆତ୍ମାର ଏହିସବୁ ଗୁଣ ଓ ଶକ୍ତିର ଅଜ୍ଞାନତା ଦ୍ୱାରା ମନୁଷ୍ୟ ଦୁର୍ବଳ, ରୋଗୀ, କୁରୂପ, ଭାଗ୍ୟହୀନ, ଅଜ୍ଞାନ, ଦରିଦ୍ର, ବୃଦ୍ଧ ହୋଇଯାଇଛି। ତେଣୁ ଯେତେବେଳେ ନିଜର ଏହି ସତ୍ ସ୍ୱରୂପର ଜ୍ଞାନ ହୋଇଯିବ, ମନୁଷ୍ୟ ଯେତେବେଳେ ପ୍ରକୃତ ଯୋଗ ସାଧନ କରି ଏହି ଆତ୍ମ ଉପାସନା କରି ଯେଉଁ ଉପାସନାରେ ଉପାସ୍ୟ ଉପାସକ ଏକ ହୋଇଥାନ୍ତି, ସେଠି ଦ୍ୱୈତ ନଥାଏ, ସେଠି ଏକାତ୍ମ ଥାଏ, ନିଜ ସ୍ୱରୂପ ଚିନ୍ତନ ଥାଏ, ସେହି ସାଧକ, ସେହି ସତ୍ପୁରୁଷ ହିଁ ମୁକ୍ତି ଲାଭ କରନ୍ତି, ସେ ହିଁ ପରମାନନ୍ଦ ପ୍ରାପ୍ତ କରନ୍ତି, ସେ ହିଁ ସୁଖ ଦୁଃଖ ଆଦି ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ଉଠି ନିଜ ଜୀବନକୁ ସାର୍ଥକ କରନ୍ତି, ନିଜେ ମୁକ୍ତି ପ୍ରାପ୍ତ କରନ୍ତି, ଯାହାକି ଜୀବନ ମୁକ୍ତି କୁହାଯାଏ। ଯିଏ ଥାଉଁ ଥାଉଁ ସେ ମୁକ୍ତିର ଆନନ୍ଦର ରାସ୍ତା ପାଇଯାଆନ୍ତି। ତେଣୁ ଭାଗବତଙ୍କର ଏହି ବାଣୀ ମହତ୍ଵ ଉଦ୍ଦେଶ୍ୟ ରଖେ। ଏହା ଏକ ଆପଣଙ୍କର ସବୁ ସାଧକମାନଙ୍କର ବେଦ, ଉପନିଷଦ, ଗୀତାଙ୍କର ସାରମର୍ମ, ଯେ କି ଯେ ଆତ୍ମାକୁ ଆତ୍ମାରେ ସ୍ମରେ ପରମାନନ୍ଦେ ସେ ବିହରେ। ଅର୍ଥାତ୍ ଯିଏ ନିଜକୁ ନିଜେ ପୂଜା କରେ, ନିଜେ ନିଜର ଉପାସନା କରେ, ନିଜ ଆତ୍ମା ବ୍ୟତୀତ, ନିଜ ସ୍ୱରୂପ ବ୍ୟତୀତ ଅନ୍ୟ କୌଣସି ବାହ୍ୟ ଦେବୀ ଦେବତାର ଉପାସନା କରେ ନାହିଁ, ସେ କେବଳ ହିଁ ଆନନ୍ଦ ପ୍ରାପ୍ତି କରିଥାଏ, ଅନ୍ୟ କେହି ନୁହନ୍ତି। ତେଣୁ ଆସନ୍ତୁ
ସେଇ ନିଜର ଉପାସନା କରିବାର ମାଧ୍ୟମ ବା ଆତ୍ମ ଉପାସନାର ମାର୍ଗ ଜାଣିବା, ସେ ମାର୍ଗ ହେଉଛି ଅଖିଳ ଭୂମଣ୍ଡଳୀୟ ସର୍ବଶ୍ରେଣୀ ମୁନି ସମାଜର ଯେଉଁ ଅଷ୍ଟାଦଶ ଚକ୍ର ଭେଦନ କ୍ରିୟା ବା ଯୋଗ ସାଧନ, ତାହାକୁ ଜାଣି ନିଜର ସତ୍ସ୍ୱରୂପକୁ ଧ୍ୟାନ କରିବା ଏହି ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ, ଯାହାଫଳରେ କି ସେ ଜୀବ ନିଜର ପ୍ରକୃତ ସ୍ୱରୂପ ଉପାସନା କରି ସଚ୍ଚିଦାନନ୍ଦ ତତ୍ତ୍ୱରେ ଉପନୀତ ହୋଇପାରିବ। ନିଜ ମନ ମଧ୍ୟରୁ, ନିଜ ହୃଦୟରୁ ସବୁ ପ୍ରକାର ଦୁର୍ବଳତା, ଦାସତା, ହୀନମନ୍ୟତାକୁ ଦୂର କରି ନିଜର ଜୀବନକୁ ସଫଳ କରିବ ଏବଂ ମୁକ୍ତି ଆନନ୍ଦ ପଥରେ ତାହାକୁ ଆଗେଇ ନେବ। ତେବେ ଆସନ୍ତୁ ସେଇ ଆତ୍ମ ଉପାସନାର ମାର୍ଗ ଜାଣିବା। ତାହା ହେଉଛି ମୁନି ସମାଜର ଯୋଗ ସାଧନ। ତେଣୁ ଯଦି ଆପଣ ଚାହାନ୍ତି ସେହି ମାର୍ଗକୁ ଆପଣେଇବା ପାଇଁ, ତେବେ ଯୋଗାଯୋଗ କରନ୍ତୁ ନିକଟରେ ଥିବା ସେ ମୁନି ସମାଜର ଯୋଗ ସାଧନ, ଯାହା ଫଳରେ କି ଆପଣ ନିଶ୍ଚିତ ରୂପରେ ସେହି ଭାଗବତଙ୍କର ଯେଉଁ ମର୍ମ, ଯେଉଁ ଉଦ୍ଦେଶ୍ୟ ବା ସେହି ବାଣୀର ସାର୍ଥକତା ଆପଣ ଜୀବନରେ ଆପଣ ତା ଉପଲବ୍ଧି କରିପାରିବେ। ତେଣୁ ଆଶା କରୁଛି ନିଶ୍ଚିତ ରୂପରେ ଆପଣ ଏହି ଆତ୍ମ ଉପାସନା ମାର୍ଗକୁ ଆପଣାନ୍ତୁ ଏବଂ ନିଜର ଭଗବତ ସ୍ୱରୂପର ଅନୁଭବ କରନ୍ତୁ, ନିଜକୁ ମୁକ୍ତି ଆନନ୍ଦ ପଥରେ ଆଗେଇ ନିଅନ୍ତୁ। ଏତିକି କହି ବାଣୀକି ବିଶ୍ରାମ ଦେବି। ସପ୍ରେମ, ଜୟ ଜୀବ।